ଆପଣଙ୍କ ଜୀବନରେ ଯେଉଁ ମହିଳା ଅଛନ୍ତି ସେମାନଙ୍କୁ ସାହସ ଦିଅନ୍ତୁ। ତାଙ୍କୁ ଏପରି ଯୋଗ୍ୟ ବନାନ୍ତୁ ଯେପରି ସେ ଆପଣଙ୍କ ଅନୁପସ୍ଥିତିରେ ମଧ୍ୟ ଦୃଢ଼ ଭାବରେ ଠିଆ ହୋଇପାରିବେ। ଅନ୍ତତଃ ତାଙ୍କୁ ଆପଣଙ୍କ ଉପରେ ନିର୍ଭର ହେବାକୁ ଦିଅନ୍ତୁ ନାହିଁ। ସମ୍ପର୍କରେ ପାରସ୍ପରିକ ସ୍ୱାଧୀନତାର ସୂତ୍ର ମଧ୍ୟ ଏଇଆ। ଯଦି ନିଜକୁ ସ୍ୱାଧୀନତା ଦରକାର ତେବେ ଅନ୍ୟର ସ୍ୱାଧୀନତାର କାରଣ ବନନ୍ତୁ। ତୁମେ ଯଦି କାହାକୁ ନିଜ ଉପରେ ନିର୍ଭରଶୀଳ କରିଦେଲ ତେବେ କୁହ ସେ ତୁମକୁ ଛାଡ଼ିବ କେମିତି? ସେ ତ ତୁମକୁ ଏମିତି ଜାବୁଡ଼ି ଧରି ରଖିବ ନା। ମୋତେ ଏହାର ବହୁତ ଆବଶ୍ୟକତା ଅଛି। ତା ବିନା ତ ମୋର ଗୁଜୁରାଣ ମେଣ୍ଟିବ ନାହିଁ। ତା ବିନା ମୋର କୌଣସି ଅସ୍ତିତ୍ୱ ନାହିଁ। ମୋର ପୁରା ପରିଚୟ ତାଠାରୁ ହିଁ ଆସେ। ସେ ମୋ ସ୍ୱାମୀ। ମୋ ନାଁ ମଧ୍ୟ ତାଙ୍କଠାରୁ ଆସେ। ଉପନାମ ତ ଅନ୍ତତଃ ତାଙ୍କଠାରୁ। ଖାଇବା ବି ତାଙ୍କଠାରୁ, ଘର ବି ତାଙ୍କଠାରୁ, ସବୁକିଛି ତାଙ୍କଠାରୁ ହିଁ ଆସେ। ମୁଁ ତାଙ୍କୁ ଛାଡ଼ିପାରିବି? ସେ ଯଦି ଏପଟ ସେପଟ ଟିକେ ବି ହେବାକୁ ଚାହିଁବେ ମୁଁ ତାଙ୍କୁ ଏମିତି ଧରି ରଖିବି, ଏମିତି। ଏଥିପାଇଁ ନୁହେଁ ଯେ ମୁଁ ପ୍ରେମ କରେ, ବରଂ ଯଦି ଛାଡ଼ିଦେଲି ମୁଁ ବର୍ବାଦ ହୋଇଯିବି। ଯେଉଁ ପର୍ଯ୍ୟନ୍ତ ମାନସିକ ସ୍ତର କଥା ମନେ ରଖନ୍ତୁ। ମାନସିକ ସ୍ତରରେ ମହିଳା ପୁରୁଷ ସହ କେବଳ ସମାନ ନୁହେଁ, ପୁରୁଷଠାରୁ ଆଗକୁ ମଧ୍ୟ ଯାଇପାରନ୍ତି। କେବଳ ସେହି ସ୍ତରରେ, ଏବଂ ସେହି ସ୍ତର ଉପରେ ହିଁ ମହିଳାଙ୍କର ସବୁ ଆଶା ଟିକି ରହିଛି। ଯେଉଁ ମହିଳା ମାନସିକ ସ୍ତରରେ ଆଗକୁ ବଢ଼ୁନାହାନ୍ତି ସେ ନିଜ ପାଇଁ ଏକ ବହୁତ ବିପଦଜନକ ଭବିଷ୍ୟତ ତିଆରି କରୁଛନ୍ତି। ଶେଷରେ କାମରେ ତ ଭିତରର ଗୁଣ ହିଁ ଆସିବ। ସେଗୁଡ଼ିକୁ ବିକଶିତ କର।